ଜୟଗୁରୁ। କଥାରେ ଅଛି ଭକ୍ତିରେ ମିଳେ ଶକ୍ତି। ତ ଏ ଭକ୍ତି କ'ଣ? ଭକ୍ତି କାହାକୁ କୁହାଯାଏ ଏବଂ କ'ଣ କଲେ ଭଗବାନଙ୍କଠାରେ ଭକ୍ତି ଆସେ? ଏହି ବିଷୟରେ ଆଜି ଆମେ କଥା ହେବା। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏହାର ଉତ୍ତରରେ କ'ଣ କହିଛନ୍ତି ତା ବିଷୟରେ ଆଜି ଆମେ ଆଲୋଚନା କରିବା। ଏହି କଥାଟି କଥା ପ୍ରସଙ୍ଗେ ବହିରୁ ସଂଗ୍ରହ କରାଯାଇଅଛି। ତ ସମସ୍ତେ ଧ୍ୟାନପୂର୍ବକ ଶୁଣନ୍ତୁ। ଆଜି ଆମେ ଭକ୍ତି ବିଷୟରେ ଆଲୋଚନା କରିବା। ପ୍ରଶ୍ନ, ଭକ୍ତି କାହାକୁ କୁହାଯାଏ? ଶ୍ରୀ ଶ୍ରୀ ଠାକୁର ଉତ୍ତର ଦେଲେ, ଶ୍ରେଷ୍ଠଙ୍କ ପ୍ରତି ଏକ ନିରବଚ୍ଛିନ୍ନ ଭଲ ପାଇବାର ଟାଣକୁ ହିଁ ଭକ୍ତି କୁହାଯାଏ। କ'ଣ କଲେ ଭଗବାନଙ୍କଠାରେ ଭକ୍ତି ହୁଏ? ଶ୍ରୀ ଶ୍ରୀ ଠାକୁର କହିଲେ, ମୁଁ ତାଙ୍କୁ ଭଲ ପାଏ ଏପରି ଭାବ ରଖି ଭଲ ପାଇବାର କଥା କହିବା। ଆଉ ଭଲ ପାଇଲେ ମନୁଷ୍ୟ ସେହି ଭଲ ପାଇବାର ବସ୍ତୁକୁ ତୃପ୍ତି ଦେବା ପାଇଁ ଯେପରି ଯେପରି ଯାହା ଯାହା କରେ, କେବଳ ତାହା କଲେ ହିଁ ଆପେ ଆପେ ଭକ୍ତି ଭିତରୁ କ୍ରମେ କ୍ରମେ ମାଟି ଫୁଟାଇ ପାଣିର ଉତ୍ସ ବାହାରିବା ଭଳି ବାହାରିଥାଏ। ଆଉ ଏହି ଟାଣ ଯାହାଙ୍କ ସହିତ ଯୁକ୍ତ ହୁଏ ତାହାଙ୍କୁ ଯୋଗ କୁହାଯାଏ। ଯୋଗୀ କହିଲେ ମୁଁ ସାଧାରଣତଃ ବୁଝେ ଭକ୍ତିମାନ ବା ପ୍ରେମୀ। ତାପରେ ପ୍ରଶ୍ନ କରାଗଲା, ଅନ୍ତରରେ ଭଲ ପାଇବା ନାହିଁ ଅଥଚ ବାହାରେ ଭକ୍ତି ଭଲ ପାଇବା ଦେଖାଉଛି, ତା କପଟତା ବା କୃତ୍ରିମତା ନୁହେଁ କି? ଶ୍ରୀ ଶ୍ରୀ ଠାକୁର ଉତ୍ତର ଦେଲେ, ଏହି ଭାବରେ କରିବା ଆଉ କହିବା ସହିତ ଯଦି ଭାବିବାର ଦରଜାଟିକୁ ଖୋଲି ରଖାଯାଏ, କୃତ୍ରିମତା ସେଠାରେ ହିଁ ସାବାଡ଼। ପୁଣି ପ୍ରଶ୍ନ କରାଗଲା, କିପରି? ବୁଝିହେଲା ନାହିଁ। ତାପରେ ଶ୍ରୀ ଶ୍ରୀ ଠାକୁର କହିଲେ, ମନେ କରନ୍ତୁ ଆପଣ ମୁହଁରେ ସବୁବେଳେ କହୁଛନ୍ତି ଆପଣ ତାଙ୍କୁ ଭଲ ପାଆନ୍ତି, ଆଉ ସେୟା ବି କରୁଛନ୍ତି। ଏଥି ସଙ୍ଗେ ସଙ୍ଗେ ଯଦି ଆପଣ ସେହିପରି ଭାବୁଥାନ୍ତେ କିମ୍ବା ଏହି କରିବା ଓ କହିବାର ବିପରୀତ କିଛି ନ ଭାବନ୍ତି, ତେବେ ଆସ୍ତେ ଆସ୍ତେ ଦେଖିବେ ଭକ୍ତି କିପରି ଭାବରେ ଗଜେଇ ଉଠୁଛି। ଆଉ ପ୍ରକୃତ ସ୍ନାୟୁରେ ବୋଧ କରିପାରିବେ। କାହାରିକୁ ଭଲ ପାଇଲେ ଛାତି ଭିତରଟା ଯେପରି ହୋଇଉଠେ, ଠିକ୍ ସେହିପରି ହେଉଛି। ଦେଖିବେ ଆସ୍ତେ ଆସ୍ତେ ହୁଏତ ପ୍ରେମିକ ପାଗଳ ବି ହୋଇଯାଇପାରନ୍ତି। ପୁଣି ପ୍ରଶ୍ନ କରାଗଲା, ତାହେଲେ କପଟ ଭକ୍ତ କେତେବେଳେ ହେବ? ଶ୍ରୀ ଶ୍ରୀ ଠାକୁର କହିଲେ, କହିବା ଓ କରିବା ମଝିରେ ଯଦି କବାଟ ପଡ଼ିଯାଏ କିମ୍ବା କରିବା ଓ ଭାବିବା ମଧ୍ୟରେ ଯଦି କବାଟ ପଡ଼ିଯାଏ, ଏହି ପଡ଼ା କବାଟ ହିଁ ଆପଣଙ୍କୁ କପଟ କରି ତୋଳେ। ପୁଣି ପ୍ରଶ୍ନ କରାଗଲା, ତାହେଲେ ଯେଉଁମାନେ ଯାହା ନୁହନ୍ତି ଅଥଚ ତାହାର ଭଲ ଅଭିନୟ କରିଥାନ୍ତି ବା କରିପାରନ୍ତି, ସେମାନେ ତ ଭକ୍ତ ହୋଇପାରନ୍ତି? ଶ୍ରୀ ଶ୍ରୀ ଠାକୁର କହିଲେ, ହଁ, ତା ବି ହୋଇପାରେ ଯଦି ଏହି କରିବା ଓ ଭାବିବା ସହିତ ଏକତାନତା ରହେ। ଦେଖନ୍ତୁ, ପିଲାବେଳେ ଦିନେ ଶୁଣିଥିଲି ଜଣେ ବେଶ୍ୟା ମା କୁଆଡ଼େ ଜୟଦେବଙ୍କ ବୋହୂ ସାଜୁଥିଲେ। ଏଇ ରକମର ଥିଏଟର କରୁ କରୁ ଦିନେ ତାର କ'ଣ ହୋଇଗଲା ଯେ ସେ ଭଗବାନ ଭଗବାନ କରି ପାଗଳ ହୋଇ ଉଠିଲା। ରଙ୍ଗମଞ୍ଚର ଥିଏଟର ସେହିଠାରେ ସରିଲା। ଦୁନିଆ ମଞ୍ଚର ପ୍ରାନ୍ତରେ ତାର ଭକ୍ତି ତାକୁ ଭକ୍ତିର ଅଭିନୟରେ ନିୟୋଜିତ କଲା। କ୍ରମେ କ୍ରମେ ସିଏ ବି ଭୁଲିଗଲା ସେ କିପରି ଥିଲା। ଆଉ ତାର ପାରିପାର୍ଶ୍ୱିକ ଯାହା କିଛି ତାର କଥାରେ, ପ୍ରାଣମୟୀ ବ୍ୟଥାରେ, କାର୍ଯ୍ୟରେ, ସେବାରେ ମୁଗ୍ଧ ହୋଇ ତା ଚରିତ୍ରର ଓଜସ୍ୱିନୀ ରସରେ ଉଦ୍ଦୀପ୍ତ ହୋଇ ଉଠିବାକୁ ଲାଗିଲା। ସିଏ ଯେ ବେଶ୍ୟା ଥିଲା, ପ୍ରତ୍ୟେକେ ତାହା ଜାଣି ସୁଦ୍ଧା ତା ପ୍ରତି ଆଉ ସେପରି ଭାବ ଆଣିପାରିଲେ ନାହିଁ। ତାର ଇଷ୍ଟ ତାକୁ ହାତ ଧରି ଦୁନିଆର ପରମସ୍ୱର୍ଗୀୟ ଭୋଗର ଭିତର ଦେଇ
ଟାଣି ଘୂରେଇ ନେଇ ବୁଲିବାକୁ ଲାଗିଲେ। ନରକ ଲିଭିଗଲା। ସ୍ୱର୍ଗ ମୁରୁକି ହସ ହସି ତାକୁ ଆଲିଙ୍ଗନ କରି ତାର ସୌରଭରେ ଦିଗଦିଗନ୍ତ ଉଦ୍ଭାସିତ କରି ତୋଳିବାକୁ ଲାଗିଲା। ଏପରି କାହିଁକି ହେଲା ଜାଣନ୍ତି? କହିବା ଓ କରିବା ଚାଲୁ ଚାଲୁ ଭାବର ଏହି ଦ୍ୱାରଟି ଖୋଲି ଯାଇଥିଲା। ଏ ଭାବେ ସେ ଆଉ ପୂର୍ବପରି ରହିଲାନି। ପୁଣି ପ୍ରଶ୍ନ କରାଗଲା, ଏଇ ରକମ ଅଭିନୟ କରୁ କରୁ ଲୋକମାନଙ୍କର ପୂଜା ପାଇ ତାର ମନ ପୂଜା ପାଇବା ଦିଗକୁ ଚାଲିଯାଇ ଅସଲ ଖିଅ ହଜାଇପାରେ କାହିଁକି? ଶ୍ରୀ ଶ୍ରୀ ଠାକୁର କହିଲେ, ଦୂର ସାଲା ପାଗଳା ବୋକାଟା କିରେ। 7 ଖଣ୍ଡ ରାମାୟଣ ପଢ଼ି ସାରିବା ପରେ ସୀତା ରାମର ପିଇସୀ? ଯିଏ ଭଲ ପାଏ ସିଏ କ'ଣ ଆଉ ଭାବେ ମୁଁ ଭକ୍ତ? ସେ ଭଲ ପାଇବାର କଥା ହିଁ କୁହେ। ଭଲ ପାଇଲେ ଯେପରି ଯାହା କରାଯାଏ ତା ହିଁ କରେ, ଆଉ ସେହି ଭାବରେ ଭାବିତ ହୁଏ। ଲୋକେ କହନ୍ତି ସେ ଭକ୍ତ। ଲୋକେମାନେ ଯାହା କହିବେ ସେ ଯଦି ତାହା ନିଜକୁ ନିଜେ ହିଁ କରି ପକାଏ ବା ଭାବି ପକାଏ, ତାହେଲେ ଯେଉଁଥିପାଇଁ ଲୋକମାନେ ତାକୁ ଭକ୍ତ ବୋଲି କହନ୍ତେ ତାର ଅପଳାପ ତ ହେବ ହିଁ। ତାର ସେପରି କରିବା ଓ ଭାବିବାରେ ମଧ୍ୟ ମେଳ ରହିବ ନାହିଁ। କାଇଦା କରି କରିବାକୁ ଯାଇ ଅନେକ ଭୁଲ କରି ପକାଇବ। କାରଣ ସେ ତ ମନେ ମନେ ଭାବିବ ଲୋକେମାନେ ତାକୁ କିପରି ଭକ୍ତ କହିବେ। ତାରି କାଇଦା କଟକଣା। କହିବା, କରିବା ଏବଂ ଭାବିବାର ଭିତରେ ଥିବା ଦ୍ୱାର ଆପେ ଆପେ ପଡ଼ିଯିବ। ଆଉ ଏଇ ପଡ଼ିଥିବା ଦ୍ୱାର ଦେଖି ମଣିଷ ଟପ୍ କରି ଭାବିବ ଆଉ କହି ପକାଇବ କପଟ। ତାହେଲେ ଦେଖନ୍ତୁ କେତେ ତଫାତ୍ ହୋଇଗଲା। ତେଣୁ ତା ଭାଗ୍ୟରେ ପୂଜା ବଦଳରେ ତାଚ୍ଛଲ୍ୟ ହିଁ ସ୍ୱାଭାବିକ। ତାପରେ ପ୍ରଶ୍ନ କରାଗଲା, ଅନେକ କହିଥାନ୍ତି ଭାବ ଗୋପନ କଲେ ହିଁ ତାହା ବଢ଼ିଥାଏ, ଆଉ ଯେଉଁମାନେ ମୁହଁରେ ଖୁବ୍ କହନ୍ତି ସେମାନଙ୍କ ଭିତରଟା ଫାଙ୍କା। ଶ୍ରୀ ଶ୍ରୀ ଠାକୁର କହିଲେ, ହଁ ତା ହୁଏ। ଯଦି କରିବା, କହିବା ଆଉ ଭାବିବା ଭିତରେ କୌଣସି ଅବରୋଧ ନ ରଖି କୌଣସି ଗୋଟିଏକୁ ଖୋଲି ରଖାଯାଏ, ଯେପରି କାହାରି କହିବା କମ୍, କରିବା ହୁଏତ ଖୁବ୍ ବେଶୀ, କାହାରି ବି କହିବା କରିବା ସମାନ, ଆଉ କାହାରି ବା କରିବା କମ୍, କହିବା ବେଶୀ। କରିବା କମ୍, କହିବା ବେଶୀ, ଏହା କିନ୍ତୁ ବେଶୀ ଭଲ ନୁହେଁ। ଏହା ଫଳରେ ମନୁଷ୍ୟର ଭାବ ସମ୍ପଦ ଗଭୀରତା ଲାଭ କରେ ନାହିଁ। ତେଣୁ ସେମାନେ କ୍ରମେ ବାସ୍ତବ କ୍ଷେତ୍ରରେ ଅନୁପଯୁକ୍ତ ହୋଇ ଉଠନ୍ତି। ଆଉ କହିବା କମ୍, କରିବା ବେଶୀ, ଏଥିରେ ବରଂ ଭାବର ଗଭୀରତା ଢେର ବେଶୀ ହୋଇପାରେ। କାରଣ ଖୁବ୍ ଭଲ କରି କିଛି ଗୋଟେ କରିବାକୁ ଗଲେ ସେଠାରେ ଭାବର ସମ୍ବେଗ ମଧ୍ୟ ସେତିକି ଲାଗେ। ମୋଟ ଉପରେ ସାଧାରଣତଃ କରିବା, କହିବା ଓ ଭାବିବାର ଏକତାନତା ହିଁ ଭଲ। ଏଥିରେ କୌଣସି କିଛି ଚାପା ପଡ଼ି ଲିଭିଯିବାର ଭୟ କମ୍। ଶ୍ରୀ ଶ୍ରୀ ଠାକୁରଙ୍କର ଏଇ କଥାଗୁଡ଼ିକ ଯଦି ଆମେ ଆମ ଭିତରେ ଚରିତ୍ରଗତ କରିପାରିବା, ତେବେ ଯାଇ ଆମର ଠାକୁରତ୍ୱ ଜାଗ୍ରତ ହେବ ଏବଂ ଶ୍ରୀ ଶ୍ରୀ ଠାକୁର ସଦାସର୍ବଦା ଆମ ସହିତ ରହିବେ। ଠାକୁର ଛଡ଼ା ଆମେ ହେବା ନାହିଁ। ତେଣୁକରି ଭକ୍ତି ଉପରେ ଠାକୁରଙ୍କର ଏହି ଦିବ୍ୟ କଥାଗୁଡ଼ିକ ଆପଣ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରନ୍ତୁ। ଆଜି ପାଇଁ ଏତିକି। ଆଗକୁ ଏକ ନୂଆ ଭିଡ଼ିଓରେ ପୁଣି ଆଉ ଥରେ ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଭାବଧାରାକୁ ନେଇ ଆସିବି। ଆଉ ଏକ ନୂତନ ବିଷୟରେ ଆମେ କଥା ହେବା। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅନ୍ୟମାନଙ୍କ ସହିତ ଭିଡ଼ିଓକୁ ସେୟାର କରନ୍ତୁ। ରହିଲି, ଜୟ ଗୁରୁ।